ପଇସାରେ ହିସାବ କରିବା। ଇଏ ହେଲା 25 ପଇସା, ଇଏ 25 ପଇସା। ତାହେଲେ ମିଶିକି ଆମର କେତେ ହବ? କେତେ ହବ? କେତେ ପଇସା? ବଡ଼ ପାଟିରେ କୁହ। 50 ପଇସା। ତାପରେ 50 ପଇସା ମିଶାଣ 25 ପଇସା ମାନେ କେତେ ହବ? 75 ହେଲା। ବୁଝିହେଲା? ତାପରେ ମନେକର 10 ଟଙ୍କା ମିଶାଣ 5 ଟଙ୍କା କେତେ ହବ? କେତେ ଟଙ୍କା ହବ? 15 ଟଙ୍କା। ଭେରି ଗୁଡ୍। ତାପରେ 50 ଟଙ୍କା ମିଶାଣ 50 ଟଙ୍କା ସମାନେ କେତେ ଟଙ୍କା ହବ? 100 ଟଙ୍କା। ଏଥର ବୁଝିପାଇଲ? ଏଥର ମୁଁ ତମକୁ ଦେବି, ତୁମେ ତୁମ ଖାତାରେ ତାକୁ କରିବ ହେଲା। କିଛିଟା ଲେଖି ଦଉଛି, ତୁମ ଖାତାରେ ମତେ କରିକି ଦେଖେଇବ। 50 ଟଙ୍କା ମିଶାଣ 30 ଟଙ୍କା ସମାନେ କେତେ ଟଙ୍କା ହବ? ହେଲା। 80 ଟଙ୍କା ମିଶାଣ 20 ଟଙ୍କା ସମାନେ କେତେ ଟଙ୍କା? 70 ଟଙ୍କା ମିଶାଣ